ଗୋଟେ ପରିବାରରେ 4 ଭାଇ, ଗୋଟେ ଭଉଣୀ ଏବଂ ତାଙ୍କ ବାପା ମା ଥିଲେ। ସେମାନେ ବହୁତ ଖୁସିରେ ଚଳୁଥିଲେ। ଏମିତି ଥିଲା କି ସେମାନେ କେହି କାହା ବିନା ରହିପାରନ୍ତିନି। ଭାଇମାନେ ମିଶିକି ଗୋଟିଏ ଜାଗାରେ ଖାଆନ୍ତି, ଆଉ ଭଉଣୀ ତାଙ୍କର ସବୁଠୁ ଅଲିଅଳି ଥିଲା। ଆଉ ବାପା ବୋଉ ଏସବୁ ଦେଖିକି ବହୁତ ଖୁସି ହଉଥିଲେ। ବାପା ବୋଉ କହିଲେ ଯେମିତି ଆମ ପରିବାରକୁ କାହାର ନଜର ନ ଲାଗୁ, କିନ୍ତୁ ଦୈବ ବିଚାର ତ ଅଲଗା। ବାପା ବୋଉ ସମସ୍ତଙ୍କର ବିବାହର ଜଣ ପରେ ଜଣେ କରିଚାଲିଲେ। ପରେ ସେ ତାଙ୍କ ଝିଅକୁ ବିବାହ କରିଦେଲେ। ଦିନ ପରେ ଦିନ ଗଡ଼ି ଚାଲିଲା। ତାଙ୍କ ଘରେ ଆସ୍ତେ ଆସ୍ତେ ଖୁସି କମି କମି ଚାଲିଲା। ଦିନ ଏମିତି ଆସିଲା ଯେ ସମସ୍ତେ ନିଜ ନିଜ ସହିତ ଝଗଡ଼ା ହେବାକୁ ଲାଗିଲେ। ପରେ ସେମାନେ ପରସ୍ପରଠୁ ଅଲଗା ହେଇଗଲେ। କିନ୍ତୁ ଏଥିରେ ବଳି ପଡ଼ିଗଲେ ବାପା ଆଉ ବୋଉ। ସେମାନଙ୍କର ଭୁଲ କ'ଣ ଥିଲା? ସେମାନେ ପାଳିପୋଷି ବଡ଼ କରିବା, ଶିକ୍ଷିତ କରିବା, ଇଏ କ'ଣ ତାଙ୍କର ଭୁଲ ଥିଲା? ବାପା ବୋଉଙ୍କୁ ସେମାନେ ପାଳି ପାଳି କରି ଖାଇବାକୁ ଦିଅନ୍ତି। କେତେବେଳେ ବଡ଼ ପୁଅ ଦିଏ ତ କେତେବେଳେ ସାନ ପୁଅ, କେତେବେଳେ ମଝିଆ ତ କି ମଝିଆର ତଳ। କିନ୍ତୁ ଦିନ ଏମିତି ଆସେ ଯେ ବେଳେବେଳେ ସେମାନେ କିଛି ଖାଇବାକୁ ପାଆନ୍ତିନି, ଯେଉଁଥିପାଇଁ ସାହି ପଡ଼ିଶା ତାଙ୍କୁ ଖାଇବାକୁ ଦିଅନ୍ତି। କିନ୍ତୁ କଥା ଅଛି, ସାହି ପଡ଼ିଶା ବା କେତେ ଦିନ ଦେବେ ଖାଇବାକୁ? ଯେତେବେଳେ ନିଜ ଲୋକ ଏମିତି କରିବେ ଆଉ ପରଠୁ କ'ଣ ଆଶା କରିବେ? ସମୟ ଏମିତି ଆସିଲା ଯେ ବାପା ବୋଉଙ୍କୁ ଆଉ କେହି ଖାଇବାକୁ ବି ଦେଲେନି। ବାଧ୍ୟ ହୋଇ ସେମାନେ ବୃଦ୍ଧାଶ୍ରମକୁ ଯିବାକୁ ସ୍ଥିର କଲେ। ତ କଥା ହେଉଛି, 4 ପୁଅ ଜନ୍ମ କଲା ପରେ ବି ସେ ବୃଦ୍ଧାଶ୍ରମକୁ ଯିବାଟା କେତେ ଦୂର ଠିକ୍? ତ ଏଥିରେ କାହାର ଭୁଲ ନିଶ୍ଚୟ କହିବେ।